ମାନେ ଭିଡ଼ିଓରେ ମାନେ ଏବେ ଆମେ ପଢିଲେ ଏଇଟା ହବ ସାଥିଙ୍କ ଜଗତରେ ଥାବ। ଫିଟା ଓ କଳଙ୍କ ଦେଖ ପିଲାମାନେ ତମମାନଙ୍କର ଫିଟା ଓ କଳଙ୍କ ସବୁ କଳଙ୍କ କାଳିମାକୁ ମାନେ ଫିଟେଇକି ସବୁ କଳଙ୍କକୁ ବୁଝିବେ ଯେ ସତ୍ୟ ଧର୍ମ ମନ୍ତ୍ରରେ ସବୁ କଳଙ୍କୁ ଆପଣ ଫିଟାଇ ଦିଏ ଏବଂ ତାଙ୍କୁ କଣ ଭଞ୍ଜ ତାଙ୍କୁ ସାତ୍ବିକ ବୁଝିପାରିଲା। ସାତ୍ବିକ କହିଲେ କଣ? ସାତ୍ବିକ କହିଲେ ଯୋଉ ସାତ୍ବିକ ଆମେ ଜାଣିଛେ ସାତ୍ବିକ ଗୁଣ ସତ୍ୟ ଯୋଉ ତମ ଏଇ ଯୋଉ ତିନି ଗୁଣ ଅଛି ସାତ୍ବିକ ଗୁଣ ସବୁଠାରୁ ଭଲ ଗୁଣ ତାଙ୍କ ତୁମେ ନିଜ ବୁଝିପାରିଲା ତୁମେ ନିଜ ତାଙ୍କୁ ତୁମେ ଭୋଗ କରାଅ ବୁଝିପାରିଲା। ସେ ସାତ୍ବିକ ଭୋଗ କରନ୍ତି ତାମସିକ ନୁହେଁ କି ରାଜସିକ ନୁହେଁ ସେ ସାତ୍ବିକ ଭୋଗ କର ତମ ବୁଝିପାରିଲା ସେ ଭଲ ଗୁଣ ତମ ବୁଝିଗଲା ତାକୁ ତୁମେ ଭୋଗ କରାଅ ଜଗତରେ ତାପରେ କଣ ଜଗତରେ ଠାବ ଦିଅ ଜଗତରେ ତମେ ତାଙ୍କୁ ସ୍ଥାନ ଦିଅ। ଦେଖ ପିଲେ କେତେ ସୁନ୍ଦର କଥା କହିଛନ୍ତି ଭୀମ ଭୋଇ ନିଜର ସ୍ଥିତି ଚିନ୍ତା ମଣିର ସପ୍ତଦଶ ବୁଝିପାରିଲା ସବୁ ଶୁଣି ତୁମେ କଣ କହୁଛନ୍ତି ତାପରେ ଦେଖ ତୁମମାନଙ୍କର ପିଲେ କେଉଁ ଆଜ୍ଞା ହେବ ଚିର କାଳ ଥିବ ମନେ ଯାହା ଅଛି ଭାବେ ବୁଝିପାରିଲା। ପୁଣି କହୁଛନ୍ତି ଭୀମ ଭୋଇ କେଉଁ ଆଜ୍ଞା ହେବ ଚିର କାଳ ଥିବ ମନେ ଯାହା ଅଛି ଭାବି ବୁଝିପାରିଲା। ହେ ପ୍ରଭୁ ମୋ ମନରେ ଯାହା ଭାବି ଅଛି କେଉଁ ଆଜ୍ଞା ହବ ଚିରକାଳ ଥିବ ଯେଉଁ ଆଜ୍ଞା ଆପଣ ଜୀବନ ଦେବେ ଆପଣଙ୍କୁ ଯେଉଁ ଆଜ୍ଞା ଆସିବ ସେ ଆଜ୍ଞା ମୋ ସହିତ ଚିରକାଳ ଥିବ ଚିରକାଳ ଧରି ମୁଁ ଆପଣଙ୍କର ଆଜ୍ଞାକୁ ମାନି ମୋ ମନରେ ମୁଁ ଯାହା ରଖିଛି କଣ କରିବି ତାପରେ ଦେଖ ପିଲାମାନେ କୌଣସି କହୁଛନ୍ତି ଜଗତ ସଂସାର କେହି ନ ଜାଣିବେ ମୁହିଁ ଏକା ଜାଣିଥିବି ସେ ଆଜ୍ଞାକୁ ମୁଁ ଜାଣିଥିବି ବୁଝିପାରିଲା ସେ ଆଜ୍ଞାକୁ ମୁଁ ଜାଣୁଥିବି ଏ ଜଗତ ଏ ସଂସାର ପଛେ ସେ ଆଜ୍ଞାକୁ ନ ଜାଣନ୍ତୁ ବୁଝିପାରିଲା କିନ୍ତୁ ମୁଁ ସେ ଆଜ୍ଞାକୁ ଚିରକାଳ ଧରି ମୋ ସାଥିରେ ଚାଲୁଥିବି ମୁଁ ଆପଣଙ୍କର ପାଦ ପଦ୍ମରେ ଶରଣ ପଶୁଛି ହେ ପ୍ରଭୁ ଅନେକ ମହିମା ନିରଞ୍ଜନ ମହିମା ହେ ଶୂନ୍ୟ ବ୍ରହ୍ମ ହେ ଅଣକାର ସ୍ୱାମୀ ଦେବ ମୁଁ ଆପଣଙ୍କର ପାଦ ପଦ୍ମରେ ଶରଣ ମତେ ଆଜ୍ଞା ଦିଅନ୍ତୁ ଆପଣଙ୍କର ଆଜ୍ଞା ଚିରକାଳ ମୋ ସହିତ ଥିବ ବୁଝିପାରିଲା। ମୁଁ ଯାହା ମନରେ ଭାବି ଅଛି ବୁଝିପାରିଲା ସେଇ ଭାବନା ବା ସେଇ କରୁଣା ସଦା ସର୍ବଦା ମୋ ପାଖରେ ଥାଉ ଅର୍ଥାତ ତୁମେ ଗୋଟେ ଆଜ୍ଞା ଦେବ ଯାହାକି ମୁଁ ମୋ ମନ ମଧ୍ୟରେ ସାରିଛି ତୁମେ କଣ ଆଜ୍ଞା ଦେବ ତୁମେ ଯୋଉ ଆଜ୍ଞା ଦବ ତାଙ୍କୁ ଜଗତରେ ଆଉ କେହି ନ ଜାଣନ୍ତୁ
ବୁଝିପାରିଲା? ମୁଁ କିନ୍ତୁ ତାକୁ ଜାଣିଛି ଅନୁସାରେ ବାଟ ଚାଲୁଥିବି। ହଁ, ପୁଣି ତାର ଦେଖ ବିଲେ କଣ କହୁଛନ୍ତି, ଆଉ ଗୋଟେ ମହାଭାରତର ସେଇ କଥା ଆସିଛନ୍ତି, ଇତିହାସ ପୁରାଣରୁ ସେଇ ନେଇ ଆସିଛନ୍ତି, ସଂଗ୍ରହ କରିଛନ୍ତି ମଧ୍ୟ। କାରଣ ସେ ମାଧ୍ୟମରେ ସେ କହୁଛନ୍ତି। ତାପରେ ଦେଖ ତମ ମାନଙ୍କର କଣ ଅଛି, କଣ କହୁଛନ୍ତି ଦେଖ, ପାଞ୍ଚାଳ ଦେଶରେ ଗୁପ୍ତ ଭାବରେ ଲାଖ ବିନ୍ଧା ଅର୍ଜୁନ କହୁଛନ୍ତି, ହେ ପ୍ରଭୁ କଣ କରିଛ ନା ପାଞ୍ଚାଳ ଦେଶରେ ଗୁପ୍ତ ଭାବରେ ଲାଖ ବିନ୍ଧା ଅର୍ଜୁନ, ନା ଅର୍ଜୁନକୁ ତୁମେ ପଠାଇଥିଲ ବ୍ରାହ୍ମଣ ଦେଶରେ। ନା ବ୍ରାହ୍ମଣ ଦେଶରେ ଅର୍ଜୁନକୁ ଯାଇଥିଲେ, ଲାଖ ବିନ୍ଧା କରିଥିଲେ। ନା ଲାଖ ବିନ୍ଧା କରିଥିଲେ, ଲାଖ ବିନ୍ଧା ଆରେ ପାଞ୍ଚାଳ ଦେଶରେ, ବୁଝିପାରିଲା? ପାଞ୍ଚାଳ ଦେଶରେ ଯେତେବେଳେ ଦ୍ରୌପଦୀଙ୍କର ସଂଗ୍ରାମ ହେଉଥିଲା, ସେ ଲାଖ ବିନ୍ଧା ଅର୍ଜୁନ ଜିତିଥିଲେ ଏବଂ ଶେଷରେ କଣ କରିଥିଲେ, ଦ୍ରୌପଦୀଙ୍କୁ ବିବାହ କରିଥିଲେ। ବୁଝିପାରିଲା? ପୁଣି ଦ୍ରୌପଦୀଙ୍କୁ ଯେତେବେଳେ ଧରିବା ପାଇଁ ଆସିଥିଲେ, ମା କହିଲେ ସମସ୍ତେ ସମାନ ଭାବରେ ବାଣ୍ଟି ନିଅ, ମାନେ ପଞ୍ଚୁ ପାଣ୍ଡବଙ୍କୁ ଦ୍ରୌପଦୀଙ୍କୁ ଦେଲେ। ଜଣେ ଜିତିଲା ଅର୍ଜୁନ, ଲାଖ ବିନ୍ଧା ଅର୍ଜୁନ। ହଁ, ଲାଖ ବିନ୍ଧିକି ଅର୍ଜୁନ ଯେତିକି ଆଣିଲା, ମତ୍ସ୍ୟ ଆଖିରେ ସର ଫୁଟାଇ ଅର୍ଜୁନ ଲାଖ ବିନ୍ଧା ଜିତିଥିଲା। ବୁଝିପାରିଲା? ପାଞ୍ଚାଳ ଦେଶରେ ଯାଇ ପାଞ୍ଚାଳ ଦେଶରେ ଯାଇ ଅର୍ଜୁନ ଲାଖ ବିନ୍ଧା ଜିତିଥିଲା। ବୁଝିପାରିଲା? ପାଞ୍ଚାଳୀଙ୍କୁ ଆଣିଥିଲା, ଦ୍ରୌପଦୀଙ୍କୁ ଆଣିଥିଲା, କିନ୍ତୁ ପଞ୍ଚୁ ପାଣ୍ଡବଙ୍କୁ ଦ୍ରୌପଦୀ ଦେଇ କଣ କଲେ, ଯୁଦ୍ଧ ଆରମ୍ଭ କଲେ। ବୁଝିପାରିଲା? ଯୁଦ୍ଧ ଆରମ୍ଭ କଲ ଅର୍ଥ କଣ, ଯୁଦ୍ଧ ଆରମ୍ଭ କଲ ବା ଯୁଦ୍ଧର କହିବ କଣ, ଯୁଦ୍ଧ ଭୂଷଣ ସଜେଇଲେ। ବୁଝିପାରିଲା? ଦ୍ରୌପଦୀଙ୍କୁ ତୁମେ ଯୁଦ୍ଧର ଭୂଷଣ ସଜେଇଥିଲ, କାରଣ ଯଜ୍ଞରୁ ଦ୍ରୌପଦୀ ଆସିଛନ୍ତି ଏବଂ ତାଙ୍କ ନାଁ ଯାଜ୍ଞା ଆସିନି, ଏବଂ ସେଇ ଦ୍ରୌପଦୀଙ୍କ ପାଇଁ ହିଁ ଏଇ ମହାଭାରତ ଯୁଦ୍ଧ ହେଇଛି। କାରଣ ଦ୍ରୌପଦୀଙ୍କୁ ଯୋଉ ଅସମ୍ମାନ କରାଯାଇଥିଲା, ଯୋଉ ଦ୍ରୌପଦୀଙ୍କ ବସ୍ତ୍ର ଆମେ ଯଦି ଜାଣିଛେ ଉଲ୍ଲଂଘନ କରିବା ପାଇଁ ଚେଷ୍ଟା କରିଥିଲେ, ବା ବସ୍ତ୍ର ହରଣ କରିଥିଲେ, ବା ଆମେ ଯଦି କହିବା ତାଙ୍କର କେଶବ ମାନେ ଦୁର୍ଯ୍ୟୋଧନ ଯେଉଁ ଆଣିଥିଲା, ସେଇଥିପାଇଁ ଦ୍ରୌପଦୀଙ୍କୁ ଆମେ ମଧ୍ୟାହ୍ନ କରି ତୁମେ ଯୁଦ୍ଧ କରିଥିଲ, ମହାଭାରତ ଯୁଦ୍ଧ ହେଇଥିଲା। ତେଣୁ ଦ୍ରୌପଦୀ ତୁମେ ପଞ୍ଚୁ ପାଣ୍ଡବଙ୍କୁ ଦେଇ କଣ କଲ, ଯୁଦ୍ଧ କଲ। ବୁଝିପାରିଲା? ଦ୍ରୌପଦୀଙ୍କୁ ନେଇ ତୁମେ ଯୁଦ୍ଧର ଘୋଷଣା କରୁଛ। ବୁଝିପାରିଲା? ଦ୍ରୌପଦୀ ହେଉଛନ୍ତି ଯୁଦ୍ଧର ଘୋଷଣ, ତାଙ୍କ ପାଇଁ ମଧ୍ୟ ଯୁଦ୍ଧ ହେଉଛି। ପୁଣି କହୁଛନ୍ତି ଦେଖ ପିଲେ, ତାପରେ କଣ କହୁଛନ୍ତି,